ମୋ ନାଁ ହେଉଛି ନବକିଶୋର ଜେନା, ଘର ଧନୀ ଓଝା। ଆଉ ଏଠି ଶନିଦେବଙ୍କୁ ମୁଁ ବହୁତ ଦିନ ହେଲା ମାନେ ମୋ ଅଜା ଅମଳରୁ ମୁଁ ପୂଜା କରି ଆସୁଛି। ମୋ ଅଜା ପୂଜା କରୁଥିଲେ, ଅଜା ପରେ ମୋ ବାପା ବି ପୂଜା କରୁଛି, ସିଏ ବି ଗଲେ, ତାପରେ ମୁଁ ପୂଜା କରୁଛି। ତାଙ୍କ ଦୟାରୁ ବହୁତ କିଛି ମୁଁ ପାଇଛି। ଆଉ ତାଙ୍କ କଥା ଆଉ କ'ଣ କହିବି, ତାଙ୍କ ଆଶୀର୍ବାଦରୁ ମୁଁ ଏଇ ଯେତେ ମୋତେ ମୋ ଛୁଆ ପିଲା ଭଲ ମନ୍ଦ ଘର ଦ୍ୱାର ସବୁକିଛି ମୁଁ ପାଇଛି। ଆଉ ଶନିଦେବଙ୍କୁ ଯଦି ମୁଁ ମୋ ଜୀବନରେ ଯଦି ତାକୁ ମୁଁ ଛାଡ଼ିଦେବି, ସେ ପୂଜା ନ କରେ, ତାହେଲେ ମୋ ଜୀବନରେ ବହୁତ ଦୁଃଖ ବି ଆସିବ। ତେଣୁକରି ମୁଁ ସବୁଦିନ ପାଇଁ ମୁଁ ତାଙ୍କୁ ପୂଜା କରୁଛି। ଆଉ ଯଜ୍ଞ ବି ମୁଁ 3 ବର୍ଷ ହେଲା ଯଜ୍ଞ ତାଙ୍କ କରି ଚାଲିଛି। ଆଉ ସବୁବେଳେ ଯେତେବେଳେ ଯେଉଁ ସମୟରେ ମୋତେ କିଛି ଆସେ, ବିପଦ ଆସେ କି ଭଲ ମନ୍ଦ ଆସେ, ମୁଁ ତାକୁ ଡାକେ। ସେ ବିପଦରୁ ମୁଁ ଉଦ୍ଧାର କରନ୍ତି, ମୋତେ ପାର କରନ୍ତି। ସେ ମୋତେ ଦିନେ କହିଥିଲେ, ବାବା ତୋ ପାଦରେ ଯଦି କଣ୍ଟା ଫୁଟେ, ସେ କଣ୍ଟାର ଆଘାତ ତୁ ପାଇବୁନି। ଯଜ୍ଞ ଭଲରେ ଚାଲିଛି। ଆଜି ପୂର୍ଣ୍ଣାହୁତି ତୃତୀୟ ଦିବସ ହେଇଗଲା। ଆଜି ପୂର୍ଣ୍ଣାହୁତି 4ଟା ବେଳେ ହେବ ଏବଂ ପୂଜା ଫାଷ୍ଟରୁ ଆମର ଅଙ୍କୁରାର୍ପଣ ଅଧିବାସ କର୍ମ ହେଇଛି। ତାପରେ ଦ୍ୱିତୀୟ ଦିନ 10ଟା ବେଳେ କଳସ ଯାତ୍ରା କରାହେଇଛି। ତାପରେ ମଣ୍ଡଳ ପୂଜା, ସୂର୍ଯ୍ୟ ପୂଜା, ଆଗେ ସୂର୍ଯ୍ୟ ପୂଜା ହେଇଛି, ତାପରେ ଆମର ଗୁରୁ ପୂଜା ହେଇଛି, ତାପରେ ପିତାମାତା ପୂଜା ହେଇଛି, ଗୋ ପୂଜା ହେଇଛି। ସବୁ ପୂଜା ଏରକମ ସବୁ ସିରିଏଲ୍ ବାଇ ସିରିଏଲ୍ ଯେଉଁ ପୂଜା ଅଛି, ସେ ପୂଜା ସବୁ ଠିକ୍ ନିୟମ ନୀତିରେ ହେଇ ଚାଲିଛି। ଆଉ ତାପରେ ଆଜି ତ ପୂର୍ଣ୍ଣାହୁତି ତ ଏପର୍ଯ୍ୟନ୍ତ ହେଇନି, 4ଟା ବେଳେ ଆରମ୍ଭ କରିମୁ।